ସାଧାରଣତନ୍ତ୍ର ଦିବସ। ସମ୍ମାନୀୟ ସଭାପତି ମହୋଦୟ, ଉପସ୍ଥିତ ଅତିଥିଗଣ, ପୂଜ୍ୟ ଗୁରୁ ଗୁରୁମାବୃନ୍ଦ ଏବଂ ମୋର ସହପାଠୀ ସହପାଠିନୀ ଓ ଭାଇ ଭଉଣୀମାନେ, ଆଜି ଆମ୍ଭମାନଙ୍କର ସ୍ୱାଧୀନତା ଅଧିକାରର ଦିବସ। ନିଜର ସ୍ୱାଧୀନତା ପାଇଁ ଦୀର୍ଘ 200 ବର୍ଷ ଇଂରେଜମାନଙ୍କ ସହ ଲଢ଼ିବା ପରେ 1947 ମସିହା ଅଗଷ୍ଟ 15 ତାରିଖରେ ସ୍ୱାଧୀନତା ପ୍ରାପ୍ତ କଲେ। କିନ୍ତୁ ଏଠାରେ ପ୍ରଶ୍ନ ଆସିଲା ଯେ ସ୍ୱାଧୀନତା କ'ଣ, ଜଣେ ବ୍ୟକ୍ତିର ଅଧିକାର କ'ଣ? ଦେଶ ପାଇଁ ସମ୍ବିଧାନ ପ୍ରସ୍ତୁତ କରାଗଲା। ଆମ ଦେଶର ସମ୍ବିଧାନ ପ୍ରସ୍ତୁତ କରିବା ପାଇଁ 2 ବର୍ଷ 11 ମାସ 18 ଦିନ ସମୟ ଲାଗିଥିଲା। ଏଥିରେ ମୁଖ୍ୟ ପୁରୋଧା ଥିଲେ ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକର। ତାଙ୍କୁ ସମସ୍ତେ ବାବା ସାହେବ ବୋଲି ସମ୍ବୋଧନ କରୁଥିଲେ। ସେ ଥିଲେ ସ୍ୱାଧୀନ ଭାରତର ପ୍ରଥମ ଆଇନ ମନ୍ତ୍ରୀ। ଆମ ଭାରତର ଗଣତନ୍ତ୍ର ହେଉଛି ଲୋକମାନଙ୍କର, ଲୋକମାନଙ୍କ ଦ୍ୱାରା ଏବଂ ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାର। ଭାରତର ପ୍ରତି ଜନସାଧାରଣଙ୍କ ପାଖରେ 6ଟି ମୌଳିକ ଅଧିକାର ରହିଛି। ସେଗୁଡ଼ିକ ହେଉଛି ସମାନତା ଅଧିକାର, ସ୍ୱତନ୍ତ୍ରତା ଅଧିକାର, ଶୋଷଣ ବିରୋଧ ଅଧିକାର, ଧର୍ମ ନିରପେକ୍ଷ ଅଧିକାର, ସାଂସ୍କୃତିକ ଅଧିକାର, ସମ୍ବିଧାନ ପ୍ରତିକାର ଅଧିକାର। ଭାଷା, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଭାରତ ହେଉଛି ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର। ଆମେ ସମସ୍ତେ ଭାରତ ମାତାର ସନ୍ତାନ। 1950 ମସିହା ଜାନୁଆରୀ 26 ତାରିଖରୁ ଆମେ ପ୍ରତି ବର୍ଷ ଜାନୁଆରୀ 26 ତାରିଖକୁ ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରି ଆସୁଅଛୁ। ଏତିକି କହି ମୁଁ ବକ୍ତବ୍ୟ ଶେଷ କରୁଛି। ଭାରତ ମାତା କି ଜୟ। ଥ୍ୟାଙ୍କ ୟୁ।